हेलो एवरीवन। तो आज हूँ 7 तारीख मे 7। तो ऑलरेडी डिक्लेयर ହେଇଛି ନା ଅଲ ଇଣ୍ଡିଆ କି ଓଡ଼ିଶାରେ मे 7 ତାରିଖ ଦିନ ମକ୍ ଡ୍ରିଲ୍ ହବ ଠିକ 4ଟା ବେଳେ। ତ ଆଉ 5 ମିନିଟ ଅଲରେଡି ଅଛି। ତ ମକ୍ ଡ୍ରିଲ୍ ରେ କଣ କଣ ସବୁ ମାନେ ରୁଲ ଫଲୋ କରିବାକୁ ପଡେ ସେଟା ତ ଆମେ ଅଲରେଡି ଜାଣିଛୁ। ଯେମିତି କି ଲାଇଟ୍ ସବୁ ଅଫ୍ କରିବାକୁ ପଡିବ, ଫ୍ୟାନ୍ ଲାଇଟ୍, ଏମିତି କି ଇନଭର୍ଟର ବି ଅଫ୍ କରିବାକୁ ପଡେ। ଆଉ ଫୋନ କିଛି ଚାର୍ଜ ରେ ବସେଇବନି। ଆଉ ଯଦି ବାହାରେ ଅଛ ତାହେଲେ ସେଫ୍ଟି ଜାଗା ଦେଖିକି ମାନେ ଛାତ ଘର ଦେଖିକିରି ସେଠିକି ଯିବାକୁ ପଡେ। ତ ସାଇରନ୍ ତ ବାଜିବ କହୁଥିଲେ, ତ ଆଉ ଅଛି 2 ମିନିଟ୍ସ ଆଉ ଓନ୍ଲି ଅଛି। ତ ଦେଖାଯାଉ, ଆମେ ବି ଏକ୍ସାଇଟେଡ୍ ଅଛୁ କାହିଁକି ନା ଫାଷ୍ଟ ମକ୍ ଡ୍ରିଲ୍ ତ ହେଇଥିଲା 1971 ରେ, ଇଣ୍ଡିଆ ପାକ୍ ୱାର ଟାଇମ୍ ରେ। ତ ସେଥିପାଇଁ କେହି ବି ଜାଣିନାହାନ୍ତି, ତାପରେ ତ ମକ୍ ଡ୍ରିଲ୍ ହେଇନି। ତ ଏଇଟା ସମସ୍ତଙ୍କ ପାଇଁ ମାନେ ନୂଆ। ତ ସେଥିପାଇଁ ଯାହା ରୁଲ ସବୁ ଆମେ ନେଟ୍ ଅନଲାଇନ ଦେଖିଛୁ ସେଇଟାକୁ ଫଲୋ କରିବୁ। ତ ସେଥିପାଇଁ ମୁଁ ଚୁଟି ନିଶ ଦାଢି ସବୁ କାଟିକି ଆଜି ପଳେଇ ଆସିଛି, କାଳେ ମକ୍ ଡ୍ରିଲ୍ ପରେ ପୁଣି ଯୁଦ୍ଧ ଷ୍ଟାର୍ଟ ହେଇଯିବ, କାଟି ହବନି। ବାବା ଦେଖିବା ମକ୍ ଡ୍ରିଲ୍, ଲେଟ୍ସ ୱେଟ୍ ଆଣ୍ଡ ୱାଚ୍। ତ ଅଲରେଡି ହେଇଗଲାଣି 4ଟା 7 ହେଇଗଲାଣି, ବଟ୍ ଟିଲ୍ ନାଉ ଷ୍ଟାର୍ଟ ତ ହେଇନି। ଷ୍ଟାର୍ଟ ହେଇନି, ହେଲାଣି? ଓହୋ, ନ୍ୟୁଜରେ ଦେଲାଣି ଅଲରେଡି ଭୁବନେଶ୍ୱରରେ ଷ୍ଟାର୍ଟ ହେଇଗଲାଣି। ବଟ୍ ଆମର ତ ଏଠି ହେଇନି, ଆମେ ୱେଟ୍ କରିଛୁ କେତେବେଳେ ହବ। ହଁ ଏକ୍ସାଇଟ୍ ଅଛୁ ନା। ତ ଆଇ ଥିଙ୍କ ସମସ୍ତେ ବି ଏକ୍ସାଇଟ୍ ଥିବେ। କଣ କେମିତି କିଛି ତ ଆଇଡିଆ ନାହିଁ କାହାର। ବହୁ ସାଇରନ୍ ଶୁଭିନି ନା କେତେଟାରେ କହିଥିଲା? କହିଥିଲା 4ଟାରୁ 4:30 ଭିତରେ। ତ ୱେଟ୍ କରିଛୁ, ଇଣ୍ଟରେଷ୍ଟ ଅଛି ଶୁଣିବା ପାଇଁ କଣ କେମିତି ନାଇଁ? ଅଧଘଣ୍ଟା ଭିତରେ ଅଧଘଣ୍ଟା ଡେଇଁଗଲେ ହବନି ବୋଲି ମୁଁ ଜାଣିଛି। ହଁ କି? ଆଉ ତ ଡେଇଁବି ତ ଅଧଘଣ୍ଟା ଭିତରେ ସେ କହିଛନ୍ତି ହବ। ଓହୋ, ଅଲରେଡି 4ଟା 20 ହେଇଗଲାଣି, ଛିଡା ହେଇଛୁ ଆମେ ବାହାରେ। କିନ୍ତୁ ସାଇରନ୍ ଯଦି ବାଜିବ ଆମେ ଭିତରକୁ ଯାଇକି ସବୁ ବନ୍ଦ ବାନ୍ଦ କରିବୁ। ବନ୍ଦ କରିକି ଅଲରେଡି ଠିଆ ଏସି ବନ୍ଦ କରିଦେଇଥିଲୁ। ଫ୍ୟାନ୍ ବି ବାସ୍ ବନ୍ଦ କରିକି ଠିଆ ହେଇଛି। ଫ୍ୟାନ୍ ଫ୍ୟାନ୍ ସବୁ ବନ୍ଦ କରିଦେଇଛୁ, ବାସ୍ ଇନଭର୍ଟର ବନ୍ଦ କରିନୁ। ବଟ୍ ସାଇରନ୍ ତ ଏପର୍ଯ୍ୟନ୍ତ ବାଜିନି, 4ଟା 20 ହେଇଗଲାଣି। ତ ବୋଉକୁ ମୁଁ ଛିଡା ହେଇଛୁ ଆମେ। ତୁ ବାଜିବ ବୋଲି ମାନେ ଅଛି। ବୋଉ ଶୁଭିଲା ଶୁଭିଲା ତ ଆସିଲା ବୋଧେ। ନାଇଁ ଆମର ଶୁଭୁନି। ହଁ ସାଉଣ୍ଡ ଶୁଭୁନି, ଦେଖିଲୁ? ଶୁଭୁଛି। ଓହୋ, ଏଟା ଟ୍ରାକ୍ଟରଟା ଆକ୍ଚୁଆଲି ବ୍ୟାକ୍ ସାଇଡରେ ଯାଉଛି, ଦେଖନ୍ତୁ। ଖାଲି ପାଣି ଟ୍ୟାଙ୍କର, ଟ୍ରାକ୍ଟର, ଆମ୍ବୁଲାନ୍ସ ସେଇ ସବୁ। ଆମ ତଳେ ବୁଲେଟ ସାଉଣ୍ଡ ଗୁଡୁ 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 ସେଇ ସାଉଣ୍ଡ ସବୁ ଶୁଭିଲା। ବଟ୍ ଏବେ 4ଟା 40 ହେଇଗଲାଣି, କିଛି ବି ସାଉଣ୍ଡ ଆସିଲାନି। ୱେଟ୍ କରି 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 ଲାଷ୍ଟକୁ ଏସି ଫ୍ୟାନ୍ ସବୁ ଅନ୍ କରିଦେଲୁ, କାହିଁକି ନା ତାଲଚେର ତ ଲାଗୁନି ଏତେ ମାନେ ସିଷ୍ଟମେଟିକାଲି ଏମାନେ କରିବେ ବୋଲି। କାହିଁକି ନା ଏମାନେ ତ ଏମିତି ବି ଇମ୍ପୋର୍ଟାନ୍ସ ଦିଅନ୍ତିନି ଏଇ ଏରିଆକୁ। ଦେଖାଯାଉ, ଏ ଯୁଦ୍ଧ ଫୁଦ୍ଧ ହୁଏ ସେତେବେଳକୁ ସାଇରନ୍ ଶୁଣିବୁ ବୋଧେ। ଆଉ ନ ହଉ, ବଟ୍ ଯଦି ହେଲେ ବି ଦେଖିବା, ଆଉ ଆମେ ତ ରେଡି ଅଛୁ ଆଉ।